गंजाम जिलार एक प्रमुख तथा बृहत सहर भाव बेस जनाशुना होउछि आसिका सहर। ଯେଉଁ ସହରରେ ଲକ୍ଷାଧିକ ଲୋକ ବସବାସ କରୁଛନ୍ତି। ହେଲେ ସହରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ବର୍ଷା ପାଣି ଓ ବନ୍ୟା ଜଳର ନିଷ୍କାସନ ହେବା। ସହରର ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ଅନେକ ସମୟରେ ଆସିକାବାସୀ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇ ଆସୁଛନ୍ତି। ତେବେ ଦୀର୍ଘ ବର୍ଷ ପୂର୍ବରୁ ସହରର ବନ୍ୟା ଜଳକୁ ନିଷ୍କାସନ କରି ସହରବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସହର ମଧ୍ୟରେ ନିର୍ମାଣ କରାଯାଇଥିଲା ଟିପିସର ନାଳ। ହେଲେ ଏହା ପ୍ରତି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେବା ଫଳରେ ତାହା ଧୀରେ ଧୀରେ ସଂକୁଚିତ ଆଡ଼କୁ ଗତି କରୁଛି। ବନ୍ୟା ଜଳକୁ ନିଷ୍କାସନ କରିବା ପାଇଁ ଟିପିସର ନାଳର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇନଥିବା ବେଳେ ହାତୀକାନ ପତ୍ର ପରିପୂର୍ଣ୍ଣ ହୋଇ ପଡ଼ି ରହିଛି ନାଳ, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗୁଥିବା ବେଳେ ଅତୀତରେ ଏହି ନାଳରେ ବର୍ଷା ଜଳ ନିଷ୍କାସନ ହୋଇପାରି ଅନେକ ଥର ଆସିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଦାଉରୁ ମୁକ୍ତି ପାଇବା ପାଇଁ ଏବେ ଟିପିସର ନାଳ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରୁଛନ୍ତି ଆସିକାବାସୀ। ବ୍ୟୁରୋ ରିପୋର୍ଟ। ସେତିକି ନୁହେଁ, ଅନେକ ଅଳିଆ ଆବର୍ଜନାରେ ଟିପିସର ନାଳ ଭର୍ତ୍ତି ହୋଇ ରହିଥିବା ବେଳେ ଆବର୍ଜନାରୁ ପଚାଶୁଡ଼ା ସୁଗନ୍ଧ ବାହାରୁଛି। ଏମିତିକି ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ବର୍ଷା ଦିନରେ ନାଳରେ ମାଛା ମାଛି ଜମୁଥିବାରୁ ସହରବାସୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆର ଭୟ ରହୁଛି। ଅପରପକ୍ଷରେ ବର୍ଷକୁ 2 ଥର ନାମକୁ ମାତ୍ର ନାଳ ସଫା କରିବା ନାଁରେ ଲକ୍ଷାଧିକ ଟଙ୍କାର ଫଲ୍ସ ବିଲ୍ କରି ଅର୍ଥ ହରିଲୁଟ୍ କରାଯାଇଛି। ଦୀର୍ଘ ଦିନ ଧରି ଟିପିସର ନାଳ ସମସ୍ୟାକୁ ସ୍ଥାୟୀ ସମାଧାନ ପାଇଁ ଆସିକାବାସୀ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣିନଥିବା ବେଳେ ଏବେ ଏହାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ ବିଭାଗ ପକ୍ଷରୁ DRP ପ୍ରସ୍ତୁତ କରି ସରକାରଙ୍କୁ ଦିଆଯାଇଥିବା ନେଇ କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା। ବଣ ଗଛ ଗୁଡେ ମାଣ୍ଡିଆ ଗଛ କୋଉଟେ ସ୍ମେଲ ହଉଛି ପ୍ରବଳ ସ୍ମେଲ ହଉଛି। ब्यूरो रिपोर्ट।